ଭାବରେ ଏ ଗୋଟେ ସ୍ୱାଗତ ପଦକ୍ଷେପ ଯେ କୋରାପୁଟବାସୀ ବହୁ ଦିନରୁ ଲାଗିଥିଲେ ଯେ ଦିନ ବେଳା ଗୋଟେ ଟ୍ରେନ୍ ଯିବା ପାଇଁ। ଆଉ ସୌଭାଗ୍ୟର କଥା ଯେ କେନ୍ଦ୍ର ସରକାରକୁ ମୁଁ ମଧ୍ୟ ନିଜେ ଯାଇକି ଭେଟିଥିଲି ଅଶ୍ୱିନୀ ବୈଷ୍ଣବଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ପରବରେ ମଧ୍ୟ ଘୋଷଣା କରିଥିଲେ ଯେ ଦିନ ବେଳା ଟ୍ରେନ୍ ଦିଆଯିବ। ଏ କେବଳ ଗୋଟେ ଦଳର ଏଇଟା ଡିମାଣ୍ଡ ନଥିଲା, ଏଇଟା ସର୍ବସାଧାରଣ ଡିମାଣ୍ଡ ଥିଲା। ତେଣୁ ଲୋକଙ୍କର ସରକାର ଲୋକଙ୍କର ଡିମାଣ୍ଡକୁ ଫୁଲଫିଲ୍ କରିବା ପାଇଁ ଏ ଟ୍ରେନ୍ଟା ଦିନ ବେଳେ ଟ୍ରେନ୍ ଭୁବନେଶ୍ୱର ପୁରୀ ଯିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଇଟା କୋରାପୁଟବାସୀଙ୍କ ପାଇଁ ସ୍ୱାଗତ ପଦକ୍ଷେପ। ଟାଇମ୍ ପରିବର୍ତ୍ତନ ପାଇଁ ଆମେ ଡିମାଣ୍ଡ ଦେବା ଆଉଥରେ ମନ୍ତ୍ରୀଙ୍କୁ। ସେ ତ ବର୍ତ୍ତମାନ ସମୟ ସାରଣୀ ହେଇଯାଇଛି, ଆଗାମୀ ସମୟ ସାରଣୀ କରିବା ପାଇଁ ତାଙ୍କୁ ସମୟ ଲାଗିବ। ତେଣୁ ଆମେ ଡିମାଣ୍ଡ ଦେବା, ଯଦି ହେଇପାରିବ ନିଶ୍ଚିତ ଭାବରେ ମନ୍ତ୍ରୀ ଆସୁଛନ୍ତି, ମନ୍ତ୍ରୀକୁ ଆମେ ଅବଗତ କରାଇବା।